ବନ୍ଧନ ଓଡ଼ିଆ ଧାରାବାହିକରେ ଦେଖିବାକୁ ପାଇବେ। ତେଜସ୍ କହୁଛନ୍ତି, କିଛି ସମୟ ପାଇଁ ମୁଁ ବି ଭାବିଥିଲି ଯେ ତମେ ହୁଏତ ଟଙ୍କା ଲୋଭରେ ମୋତେ ବାହା ହେଇନ, ହେଲେ ଆଜି ଯେତେବେଳେ ସେ ଅନାଥ ପିଲାଙ୍କ ସହିତ ଏମିତି ବ୍ୟବହାର କଲ, ମୁଁ ପୁରା ସିଓର ହେଇଗଲି ତମ ମୁଣ୍ଡରେ ଖାଲି ଟଙ୍କାର ଭୂତ ପଶିଛି, ଆଉ କିଛି ନୁହଁ। ଏବେ ତିନାଲି କହୁଛନ୍ତି, ପ୍ଲିଜ ତମେ ମୋତେ ସେମିତି କୁହନି। ତେଜସ୍ କହୁଛନ୍ତି, ଯେବେଠୁ ଆମ ରିଲେସନସିପରେ ଥିଲେ ସେବେଠାରୁ ମୁଁ ଗୋଟିଏ ସ୍ୱପ୍ନ ଦେଖି ଆସିଥିଲି, ଆମର ଗୋଟିଏ କୁନି ବେବିଟେ ହେବ, ଆଉ ସେ ମୋତେ ବାବା ବାବା କହି ଡାକିବ। ହେଲେ ତୁମକୁ ଦେଖିଲେ ଲାଗୁଛି ମୋର ସେ ସ୍ୱପ୍ନ ଆଉ କେବେ ବି ପୁରା ହେଇପାରିବ ନାହିଁ। ତିନାଲି କହୁଛନ୍ତି ରାଗରେ, ଭଲ ହେଲା ତମେ ଆଗୁଆ ଜାଣିଗଲ ଯେ ମୋତେ ପିଲାମାନେ ପସନ୍ଦ ନୁହେଁ। ମୋ ଠାରୁ କେବେ ବି ପିଲାର ଆଶା କରିବନି। ଦର୍ଶକ ବନ୍ଧୁ, ଆପଣଙ୍କୁ କ'ଣ ଲାଗୁଛି ତିନାଲି ଏବଂ ତେଜସ୍ଙ୍କ ସମ୍ପର୍କ କ'ଣ ଏମିତି ବିଚ୍ଛିନ୍ନ ହେଇଯିବ? ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ। ଯଦି ଭିଡ଼ିଓଟି ଭଲ ଲାଗିଛି ତାହେଲେ ଲାଇକ୍ ଏବଂ ସେୟାର ଏବଂ କମେଣ୍ଟ ନିଶ୍ଚୟ କରିବେ।